ଜଣେ ରାଜା ଥିଲେ। ସେ ଦିନେ ସନ୍ଧ୍ୟାବେଳେ ଛାତ ଉପରେ ବୁଲୁଥିଲେ। ସାଙ୍ଗରେ 5-7 ଜଣ ଲୋକ ମଧ୍ୟ ଥିଲେ। ରାଜମହଲ ପଛପଟେ କେତୋଟି ଭଙ୍ଗା ଘର ଥିଲା। ଜଣେ ସନ୍ଥ ବେଳେବେଳେ ଆସି ସେହି ଭଙ୍ଗା ଘରେ ରହୁଥିଲେ। ରାଜା ସେହି ଭଙ୍ଗା ଘର ଆଡ଼କୁ ହାତ ଠାରି ନିଜ ଲୋକମାନଙ୍କୁ ପଚାରିଲେ, ଏଥିରେ ଜଣେ ସନ୍ଥ ଆସି ରହୁଥିଲେ ନା? ସେମାନେ କହିଲେ, ହଁ ମହାରାଜ, ଆସୁଥିଲେ, କିନ୍ତୁ କେତେ ବର୍ଷ ହେଲାଣି ଆଉ କାହିଁ ଆସିବାର ଦେଖାଯାଉନାହାନ୍ତି। ରାଜା କହିଲେ, ସନ୍ଥ ଜଣକ ବଡ଼ ଅନାସକ୍ତ ଓ ତ୍ୟାଗୀ ଥିଲେ। ତାଙ୍କ ଦର୍ଶନରୁ ଅତି ଶାନ୍ତି ମିଳୁଥିଲା। ସେ ଦେଖାହେଲେ ତାଙ୍କୁ କେତୋଟି କଥା ପଚାରନ୍ତେ। ଦେଖିବଟି ସେ କୁଆଡ଼େ ଗଲେ? ରାଜକର୍ମଚାରୀମାନେ ତାଙ୍କୁ ଖୋଜି ଖୋଜି ଶେଷକୁ ଖବର ପାଇଲେ ଯେ ସେ ଚାଲିଗଲେଣି, ଆଉ ସଶରୀରେ ନାହାନ୍ତି। ମନୁଷ୍ୟର ବଡ଼ ଭୁଲ ହୁଏ ଯେ କୌଣସି ବ୍ୟକ୍ତି ବଞ୍ଚିଥିବା ସମୟରେ ସେ ତାଙ୍କଠାରୁ ଶିକ୍ଷା ଗ୍ରହଣ କରେ ନାହିଁ, କିନ୍ତୁ ସେ ମରିଗଲା ପରେ କାନ୍ଦେ। ରାଜା କହିଲେ, ହାୟ, ବଡ଼ ଭୁଲ ହୋଇଗଲା। ଆମେ ତାଙ୍କଠାରୁ କିଛି ଶିକ୍ଷା ଗ୍ରହଣ କରିପାରିଲେ ନାହିଁ। ଯଦି ତାଙ୍କର କୌଣସି ଶିଷ୍ୟ ଥାଆନ୍ତି ତାଙ୍କୁ ଡକାଅ, ମୁଁ ତାଙ୍କ ସହିତ ମିଶିବି। ରାଜକର୍ମଚାରୀମାନେ ପଚରାପଚରି କରି ଜଣେ ସାଧୁଙ୍କୁ ପାଇଲେ ଏବଂ ପଚାରିଲେ, ବାବା, ଆପଣ ସେହି ସନ୍ଥଙ୍କୁ ଜାଣନ୍ତି? ସେ କହିଲେ, ହଁ, ଜାଣେ। ସେ ଜଣେ ବଡ଼ ଉଚ୍ଚକୋଟୀର ତ୍ୟାଗୀ ମହାତ୍ମା ଥିଲେ। ରାଜକର୍ମଚାରୀମାନେ ପୁଣି ଥରେ ପଚାରିଲେ, ଆପଣ କ'ଣ ସେହି ମହାତ୍ମାଙ୍କର ଶିଷ୍ୟ? ସାଧୁ କହିଲେ, ନା, ସେ କାହାକୁ ଶିଷ୍ୟ କରୁନଥିଲେ। ଅବଶ୍ୟ ମୁଁ ତାଙ୍କ ସାନ୍ନିଧ୍ୟରେ ଥିଲି। ରାଜାଙ୍କ ପାଖରେ ଖବର ପହଞ୍ଚିଲା। ରାଜା ତାଙ୍କୁ ଡାକିବା ପାଇଁ ଆଦେଶ ଦେଲେ। ରାଜକର୍ମଚାରୀମାନେ ସାଧୁଙ୍କ ନିକଟକୁ ଯାଇ କହିଲେ, ବାବା, ରାଜା ଆପଣଙ୍କୁ ଡାକୁଛନ୍ତି, ଆପଣ ଆମ ସଙ୍ଗରେ ଚାଲନ୍ତୁ। ସେ କହିଲେ, ରାଜା କାହିଁକି ଡାକୁଛନ୍ତି? ରାଜା ତ ପ୍ରାୟ ଅପରାଧୀମାନଙ୍କୁ ଧରି ନେବା ପାଇଁ ଆଦେଶ ଦିଅନ୍ତି। ମୁଁ କି ଅପରାଧ କଲି? ରାଜାଙ୍କର ଲୋକମାନେ କହିଲେ, ନାଇଁ ଆଜ୍ଞା, ରାଜା ଆପଣଙ୍କୁ ସତ୍ସଙ୍ଗ ପାଇଁ ପାରମାର୍ଥକ ବିଷୟରେ ପଚାରିବା ପାଇଁ ଡାକୁଛନ୍ତି। ଆପଣ ଆମ ସଙ୍ଗରେ ଚାଲନ୍ତୁ। ସାଧୁ, ହଉ ଠିକ୍ ଅଛି ବୋଲି କହି ସେମାନଙ୍କ ସଙ୍ଗରେ ଚାଲିଲେ। ବାଟରେ ଗୋଟିଏ ଗଳି ଭିତରେ ସାଧୁ ପଶିଗଲେ। ରାଜକର୍ମଚାରୀମାନେ ଭାବିଲେ ସାଧୁ ସମ୍ଭବତଃ ପରିସ୍ରା କରିବାକୁ ଯାଇଛନ୍ତି। ସେହି ଗଳିରେ ଗୋଟିଏ ମାଈ କୁକୁର ଛୁଆ ଜନ୍ମ କରିଥାଏ। ସାଧୁ ଗୋଟିଏ କୁକୁର ଛୁଆକୁ ଚଦର ଭିତରେ ଲୁଚାଇ ରାଜକର୍ମଚାରୀମାନଙ୍କ ସହିତ ଚାଲିଲେ। ରାଜାମାନଙ୍କ ପାଖରେ ଆସନର ବଡ଼ ମହତ୍ତ୍ୱ ଥାଏ। କାହାକୁ କେଉଁଠି ଆସନ ଦିଆଯିବ, କାହାକୁ କେତେ ଆଦର ଦିଆଯିବ, କାହାକୁ ଉଚ୍ଚ ଓ କାହାକୁ ନୀଚ ଆସନ ଦିଆଯିବ, ଏଥିପ୍ରତି ବିଶେଷ ଲକ୍ଷ୍ୟ କରାଯାଏ। ଆସନରେ ଯେପରି ଉଚ୍ଚ ନୀଚ ଭେଦଭାବ ନ ରହିବ, ସେଥିନେଇ ରାଜା ସାଧୁଙ୍କ ବସିବା ପାଇଁ ଗୋଟିଏ ଗାଲିଚ ବିଛାଇ ଦେଲେ ଏବଂ ନିଜେ ମଧ୍ୟ ତା ଉପରେ ବସିଲେ। ସାଧୁ ରାଜାଙ୍କ ଆଡ଼କୁ ଗୋଡ଼ ଲମ୍ବାଇ ବସିଗଲେ। ରାଜା ଭାବିଲେ, ଏ ଜଣେ ମୂର୍ଖ, ସଭ୍ୟତା କ'ଣ ଜାଣେ ନାହିଁ, କେବେ ରାଜ୍ୟସଭାକୁ ଯାଇନାହିଁ, ତେଣୁ ରାଜାଙ୍କ ଆଗରେ କିପରି ବସିବା କଥା ଜଣା ନାହିଁ। ରାଜା ପଚାରିଲେ, ଗୋଡ଼ ଲମ୍ବେଇଲ କେବେଠୁ? ସାଧୁ କହିଲେ, ହାତ ଜାକିଛି ଯେବେଠୁ। ଅର୍ଥାତ୍ କିଛି ପାଇବାର ଇଚ୍ଛା ଥିଲେ ହାତ ପତେଇବାକୁ ପଡ଼େ ଏବଂ ଗୋଡ଼ ଜାକିବାକୁ ପଡ଼େ, କିନ୍ତୁ ମୋର କିଛି ପାଇବାର ନାହିଁ, ତେଣୁ ମୁଁ ହାତ ଜାକିଦେଲି ଏବଂ ଗୋଡ଼ ଲମ୍ବେଇ ଦେଲି। ଏହା କହି ସାଧୁ ଭଲ ଭାବେ ଚକା ପକାଇ ବସିଲେ। ଏହା ଶୁଣି ରାଜା ଭାବିଲେ, ଏ ମୂର୍ଖ ନୁହନ୍ତି, ବଡ଼ ବୁଦ୍ଧିମାନ ଓ ତ୍ୟାଗୀ। ମୋତେ ଚେତାଇବା ପାଇଁ ଏପରି କଲେ। ତାପରେ ରାଜା କହିଲେ, ସନ୍ଥଙ୍କ ବିଷୟରେ ଚର୍ଚ୍ଚା କରିବାରୁ ସାଧୁ ଜଣକ କହିଲେ, ବଡ଼ ଉଚ୍ଚକୋଟୀର ସନ୍ଥ ଥିଲେ ସେ। ସେପରି ସନ୍ଥ ଆଜିକାଲି ଦେଖାଯିବାର ବିରଳ। ରାଜା ପଚାରିଲେ, ଆପଣ ତାଙ୍କ ସାନ୍ନିଧ୍ୟରେ ରହିଛନ୍ତି? ସାଧୁ କହିଲେ, ହଁ, ମୁଁ ତାଙ୍କ ସାନ୍ନିଧ୍ୟରେ ରହିଛି। ରାଜା ପଚାରିଲେ, ଆପଣ ତାଙ୍କଠାରୁ କିଛି ନେଇଛନ୍ତି? ସାଧୁ କହିଲେ, ନା ରାଜନ, ମୁଁ ତାଙ୍କଠାରୁ କିଛି ନେଇନାହିଁ। ରାଜା ପଚାରିଲେ, ଆପଣ କ'ଣ ରିକ୍ତ ରହିଗଲେ? ସାଧୁ କହିଲେ, ଯେପରି ଡବାରୁ କସ୍ତୁରୀ କାଢ଼ି ନେଲେ ମଧ୍ୟ ସେଥିରେ ସୁଗନ୍ଧ ରହିଯାଏ ଏବଂ କୌଣସି ଘିଅ ରଖାଯାଇଥିବା ପାତ୍ରରୁ ଘିଅ କାଢ଼ି ନେଲେ ମଧ୍ୟ ସେଥିରେ ଚିକ୍କଣତା ରହିଯାଏ, ସେହିପରି ସନ୍ଥଙ୍କ ସାନ୍ନିଧ୍ୟରେ ରହିବାରୁ ତାଙ୍କର ସୁଗନ୍ଧ ଓ ଚିକ୍କଣତା ରହିଗଲା। ରାଜା କହିଲେ, ସେହି ସୁଗନ୍ଧ ଓ ଚିକ୍କଣତା କ'ଣ ମୋତେ ଟିକେ ବୁଝାଇ କୁହନ୍ତୁ। ସନ୍ଥ କହିଲେ, ଦେଖନ୍ତୁ ରାଜନ, ଏହା ଆମ ସାଧୁ ଲୋକଙ୍କ କଥା, ଫକୀରଙ୍କ କଥା। ରାଜାମାନଙ୍କର ଏଥିରେ କି କାମ? ଏସବୁ ଜାଣି ଆପଣ କ'ଣ କରିବେ? ରାଜା କହିଲେ, ନାଇଁ ବାବା, ଆପଣ ଅବଶ୍ୟ କୁହନ୍ତୁ। ସାଧୁ ଚାଦର ଭିତରେ ଲୁଚାଇ ରଖିଥିବା କୁକୁର ଛୁଆଟିକୁ କାଢ଼ି ରାଜାଙ୍କ ଆଗରେ ବସାଇ ଦେଲେ। ରାଜା କହିଲେ, ମୁଁ ବୁଝିପାରିଲି ନାହିଁ। ସାଧୁ କହିଲେ, ଖରାପ ଭାବିବେ ନାହିଁ ତ?
ରାଜା କହିଲେ, ଏଥିରେ ଖରାପ ଭାବିବାର କ'ଣ ଅଛି? ମୁଁ ପଚାରୁଛି ପରା, ଆପଣ ସତ କଥା କୁହନ୍ତୁ। ସାଧୁ କହିଲେ, ରାଜନ, ମୋତେ ଏଇ କୁକୁର ଛୁଆ ଆପଣଙ୍କ ମଧ୍ୟରେ କୌଣସି ପ୍ରଭେଦ ଦେଖାଯାଉନାହିଁ। ଏହି ମମତା ହିଁ ସେହି ସନ୍ଥଙ୍କ ସାନ୍ନିଧ୍ୟରେ ରହିବାର ସୁଗନ୍ଧ ଓ ଚିକ୍କଣତା। ଏ କୁକୁର ଛୁଆଟି ଅତି ନଗଣ୍ୟ ଏବଂ ଆପଣ ଅତି ବଡ଼, ଏହା ସତ କଥା, କିନ୍ତୁ ମୋତେ ସେପରି ଦେଖାଯାଉନାହିଁ। ଆପଣଙ୍କର ଯେପରି ପ୍ରାଣ ଅଛି, ଏହାର ମଧ୍ୟ ସେହିପରି ପ୍ରାଣ ଅଛି। ଆପଣଙ୍କର ଶ୍ୱାସକ୍ରିୟା ଚାଲିଛି, ଏହାର ମଧ୍ୟ ଶ୍ୱାସକ୍ରିୟା ଚାଲିଛି। ଆପଣଙ୍କ ଶରୀରର ପଞ୍ଚଭୌତିକ, ଏହାର ଶରୀର ମଧ୍ୟ ପଞ୍ଚଭୌତିକ। ଆପଣ ମଧ୍ୟ ଦେଖୁଛନ୍ତି, ଇଏ ମଧ୍ୟ ଦେଖୁଛି। ଆପଣ ମଧ୍ୟ ଖିଆପିଆ କରୁଛନ୍ତି, ଇଏ ମଧ୍ୟ ଖିଆପିଆ କରୁଛି। ଆପଣଙ୍କଠାରେ ଓ ଏହି କୁକୁର ଛୁଆଠାରେ ପ୍ରଭେଦ କ'ଣ? ସଂସାରରେ ପ୍ରତ୍ୟେକ ପ୍ରାଣୀଠାରେ କିଛି ନା କିଛି ବିଶେଷତ୍ୱ ରହିଛି। କାହାଠାରେ କେଉଁ ବିଶେଷତ୍ୱ ଅଛି ତ ଅନ୍ୟ କାହାଠାରେ ଅନ୍ୟ କେଉଁ ବିଶେଷତ୍ୱ ଅଛି। ମୋଟ ଉପରେ ସମସ୍ତେ ସମାନ। ଆପଣ ଉଚ୍ଚ ପଦବୀରେ ଅଛନ୍ତି ଏବଂ ଇଏ ବହୁତ ନୀଚ। ଏପରି ପ୍ରଭେଦ କୌଣସି ସ୍ୱାର୍ଥଗତ ସମ୍ବନ୍ଧ ଯୋଗୁଁ ହୁଏ। ମୋର କାହା ସହିତ କୌଣସି ସ୍ୱାର୍ଥଗତ ସମ୍ବନ୍ଧ ନାହିଁ। ଆପଣଙ୍କ ଠାରୁ କିଛି ନେବାର ନାହିଁ କି ଏହାଠାରୁ କିଛି ନେବାର ନାହିଁ। ତେବେ ମୋ ପାଇଁ ଆପଣ ଓ ଏ କୁକୁର ଛୁଆ ମଧ୍ୟରେ ପ୍ରଭେଦ କ'ଣ? କିଛି ଖରାପ ଭାବିବେନି। ଆପଣ କହିବାକୁ ବାଧ୍ୟ କଲେ, ତେଣୁ ମୁଁ ସଫା କଥା କହିଦେଲି। ମୁଁ ଆପଣଙ୍କର ନିନ୍ଦା କରୁନାହିଁ, ବରଂ ପ୍ରଶଂସା କରୁଛି, କାରଣ ଆପଣ ପ୍ରଜାମାନଙ୍କର ସ୍ୱାମୀ। ତାତ୍ପର୍ଯ୍ୟ ହେଲା, ଆମର ସଂସାରରୁ କିଛି ପାଇବାକୁ ଥିବାରୁ ହିଁ ଜଣେ ଧନୀ ଦେଖାଯାଉଛି ତ ଆଉ ଜଣେ ଗରିବ ଦେଖାଯାଉଛି। ଧନୀ ହୁଅନ୍ତୁ ବା ଗରିବ ହୁଅନ୍ତୁ, ଆମର କାହାଠାରୁ କିଛି ପାଇବାର ନାହିଁ। ପୁଣି ଆମ ପାଇଁ ଉଭୟଙ୍କ ମଧ୍ୟରେ ପ୍ରଭେଦ କ'ଣ? ଜଣେ ସାଧୁ ଥିଲେ, ଘର ଘର ବୁଲି ଭିକ୍ଷା କରି ଖାଇବା ତାଙ୍କର ପ୍ରତିଦିନ ନିୟମ ଥିଲା। ଭିକ୍ଷା ଧରି ସହର ବାଟେ ଆସିବାକୁ ପଡ଼େ। ସହରରେ ଭିଡ଼ ହୋଇଥାଏ। ଛୁଆଁଛୁତିରୁ ରକ୍ଷା କରିବା ପାଇଁ ସେ ଯାହା ଘରୁ ଭିକ୍ଷା କରନ୍ତି ସେଇଠି ବସି ଖାଇଦେଇ ଆସନ୍ତି। ଦିନେ ଭିକ୍ଷା ଖାଇ ସାରି ସେ ବାସନ ମାଜୁଥାନ୍ତି। ଏତିକିରେ ଜଣେ ଧନୀ ଲୋକ ଆସି କହିଲା, ଦିଅନ୍ତୁ, ମୁଁ ଆପଣଙ୍କ ବାସନ ମାଜିଦେବି। ସାଧୁ କହିଲେ, ନା, ମୁଁ ମାଜିବାକୁ ଦେବିନି, ନିଜେ ମାଜିବି। ଧନୀ ଲୋକଟି କହିଲା, ନହେଲେ ଆମ ଚାକର ମାଜିଦେବ। ସାଧୁ କହିଲେ, ମୋ ପାଇଁ ଚାକର ଓ ତୁମ ମଧ୍ୟରେ ପ୍ରଭେଦ କ'ଣ? ମୋ ପାଇଁ ତୁମେ ଯେମିତି, ଚାକର ସେମିତି। ତୁମେ ମାଜ ବା ଚାକର ମାଜୁ, ପ୍ରଭେଦ କ'ଣ? ଯଦି ମୁଁ ତୁମକୁ ବଡ଼ ଲୋକ ବୋଲି ଭାବିବି ଓ ଚାକରକୁ ଛୋଟ ବୋଲି ଭାବିବି, ତେବେ ସିନା ପ୍ରଭେଦ ହେବ। ମୋ ପାଇଁ ତୁମେ ଯେପରି ଆଦରଣୀୟ, ଚାକର ମଧ୍ୟ ସେହିପରି ଆଦରଣୀୟ, ଏବଂ ଚାକର ଯେପରି ଆଦରଣୀୟ, ତୁମେ ମଧ୍ୟ ସେହିପରି ଆଦରଣୀୟ। ସେ ତୁମର ଚାକର ହୋଇପାରେ, ମୋର ତ ଚାକର ନୁହେଁ। ତୁମେ ତାକୁ ଦରମା ଦେଉଛ, ମୁଁ ତ ଦେଉନାହିଁ। ତୁମ ସହିତ ଓ ତୁମ ଚାକର ସହିତ ମୋର ସମ୍ବନ୍ଧ ସମାନ। ଯଦି ତୁମଠାରୁ ମୋର କିଛି ପାଇବାର ଥାନ୍ତା, ରାଗ ଦ୍ୱେଷପୂର୍ବକ ସମ୍ବନ୍ଧ ରଖିବାର ଥାନ୍ତା, ତେବେ ପ୍ରଭେଦ ହୋଇଥାନ୍ତା।